ମୁଁ ଏବେ ରହିଛି ଗଞ୍ଜାମ ଜିଲ୍ଲା ଆସିକା ମୋନି ସାହିରେ, ଯେଉଁଠାରେ ଧୁମଧାମରେ ପାଳିତ ହୋଇଛି ଶୀତଳ ଷଷ୍ଠୀ ଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଯାତ୍ରାର ଏକ ଆକର୍ଷଣୀୟ ଦୃଶ୍ୟ ହେଉଛି ଶିବ ଭଗବାନଙ୍କ ବେଶରେ ଧାରଣ କରିଥିବା କଳାକାରମାନେ। ଆସନ୍ତୁ ଆମେ କଥା ହେବା। नमस्कार, जय जगन्नाथ, हर हर महादेव। ମୁଁ ହେଉଛି ହିମାଂଶୁ ରଞ୍ଜନ ମହାନ୍ତି, ଉତ୍ପାଦ କଳା ବିକାଶ କେନ୍ଦ୍ରର ଅବତାରପୁର କଳାକାର। ଆଜି ଓଡ଼ିଶାର ପ୍ରସିଦ୍ଧ ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମ ଯେଉଁ ଆମର ଗଞ୍ଜାମର ଆସ୍କାରେ ହେଉଛି ମୁଣ୍ଡିସାହିରେ, ସେଠୁ ଆମେ ଉତ୍ପାଦ କଳା ବିକାଶ କେନ୍ଦ୍ର ଅବତାରପୁର ତରଫରୁ 22 ଜଣ ସଭ୍ୟ, 22 ଜଣ କଳାକାର ଏଇଠୁ ଆସିଛୁ। ଆମର ନୃତ୍ୟ କଳା ପ୍ରଦର୍ଶନ କରୁଛୁ, ଯାହାକି ରହିଛି ଆମର ଅବତାରର ଯେମିତି ଶିବ, ପାର୍ବତୀ, କାଳୀ, ଦୁର୍ଗା, ମହିଷାସୁର, ଏହି ସମସ୍ତଙ୍କର ପଟୁଆର, ଏହି ସମସ୍ତଙ୍କର ନୃତ୍ୟ ନେଇକି ଆମେ ଆସିଛୁ। ନିହାତି ଭାବରେ ଏହା ହେଉଛି ଆମର ପ୍ରଥମ କାର୍ଯ୍ୟକ୍ରମ। ଆମେ ଓଡ଼ିଶା ତଥା ଓଡ଼ିଶାର ବାହାରେ ଅନେକ ଜାଗାରେ କାର୍ଯ୍ୟକ୍ରମ କରୁଛୁ। ଓଡ଼ିଶା ମାଟିରେ, ଗଞ୍ଜାମ ମାଟିରେ, ତାପରେ ପୁଣି ଆସ୍କା ମାଟିରେ ଆମକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେହିଭଳି ଆମେ ମୁଣ୍ଡିସାହି ଆସ୍କାର ସମସ୍ତ ପୂଜା କମିଟି ମେମ୍ବର, ଶୀତଳ ଷଷ୍ଠୀର ଯେଉଁ ପୂଜା କମିଟି ରହିଛି, ସମସ୍ତଙ୍କୁ ଆମେ ଧନ୍ୟବାଦ ଦେଉଛୁ ଆମ ଅବତାର ତରଫରୁ। ଧନ୍ୟବାଦ।